ପରିଚୟ କ'ଣ ନୂତନ ବର୍ଷରେ ଆପଣ କ'ଣ ବାର୍ତ୍ତା ଦେବେ? ବହୁତ ସୁନ୍ଦର କ୍ୱେଶ୍ଚିନ୍ ଆପଣ ପଚାରିଲେ, ଧନ୍ୟବାଦ ଦେଉଛି। ନୂତନ ବର୍ଷରେ ଏହା ମୋର ବାର୍ତ୍ତା ରହିବ, ସମସ୍ତଙ୍କର ମଙ୍ଗଳମୟ ହେଉ, ସମସ୍ତଙ୍କର ରାଶି ପୁଷ୍ପିତ ହେଉ, ମଧୁରେ ମଧୁମୟ ହେଉ, ଚଲାପଥ ରାଶି ରାଶି ପୁଷ୍ପିତ ହେଉ ଏବଂ ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ୍ ଦୁଃଖଭାଗ୍ ଭବେତ୍। ମୋର ବାର୍ତ୍ତା ରହିବ, ସମସ୍ତେ ନିରୋଗ ରୁହନ୍ତୁ, ସମସ୍ତେ ସୁସ୍ଥ ରୁହନ୍ତୁ, ସମସ୍ତେ ଭାଇଚାରା ରହି ଏ ବସୁଧୈବ କୁଟୁମ୍ବକଂ ଅଗ୍ନିମିଳେ ପୁରୋହିତମ୍ এই ବାକ୍ୟରେ ଆମେ ଚାଲିବା। ସମସ୍ତଙ୍କର ମଙ୍ଗଳମୟ ହେଉ ଏଇ 2026ରେ। ଆଜି ନବବର୍ଷର ପୁଲକିତ ଆନନ୍ଦିତ ସମସ୍ତେ ରୁହନ୍ତୁ ଏବଂ ନବବର୍ଷରେ ସମସ୍ତଙ୍କର ମନ ପ୍ରଫୁଲ୍ଲିତ ରହୁ, ଏହା ହିଁ ମୋ ବାର୍ତ୍ତା ରହିବ। ମୁଁ କନ୍ଧମାଳରୁ ଡକ୍ଟର ନୃସିଂହାନନ୍ଦ ମହାପାତ୍ର, କମଳା ସାହିତ୍ୟ ପ୍ରକାଶନୀର ପ୍ରତିଷ୍ଠାତା ତରଫରୁ ମୁଁ ନୂତନ ବର୍ଷର ସମସ୍ତଙ୍କୁ ଭାଇ ଭଉଣୀ ଜ୍ଞାନୀ ଗୁଣୀ ପ୍ରାଜ୍ଞ ବିଜ୍ଞ କବି କବୟିତ୍ରୀ ସମସ୍ତଙ୍କୁ ସାଧୁବାଦ କରୁଛି, ଧନ୍ୟବାଦ ଜଣାଉଛି। ସମସ୍ତେ ନିରାମୟ ଜୀବନ ଯାପନ କରନ୍ତୁ, ଉଲ୍ଲାସ ଆଉ ଉତ୍ଫୁଲ୍ଲିତ ପ୍ରଭୁ ମଙ୍ଗଳ କରନ୍ତୁ, ସେହି ପରମାତ୍ମାଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଛି। ସମସ୍ତେ ନିରୋଗ ରୁହନ୍ତୁ, ସମସ୍ତେ ସୁସ୍ଥ ରୁହନ୍ତୁ, ସମସ୍ତେ ଆନନ୍ଦ ରୁହନ୍ତୁ, ଏହା ହିଁ ମୋର ବାର୍ତ୍ତା। ଦ୍ୱିତୀୟତଃ ମୁଁ ସମସ୍ତଙ୍କୁ କହିବି, ଆମ ଓଡ଼ିଶାର ସମସ୍ତ ଜ୍ଞାନୀ ଗୁଣୀ ପ୍ରାଜ୍ଞ ବିଜ୍ଞ କବି କବୟିତ୍ରୀ ଲେଖକ ଲେଖିକା ଭାଇ ଭଉଣୀ ଛାତ୍ରଛାତ୍ରୀମାନେ এই ନୂତନ ବର୍ଷରେ ସମସ୍ତଙ୍କର ପୁଲକିତ ହେଉ, ଆନନ୍ଦିତ ହେଉ ଏବଂ ସମସ୍ତେ ନିରୋଗ ରୁହନ୍ତୁ, ଏହା ହିଁ ମୋର ବାର୍ତ୍ତା ରହିବ। ଏବଂ ସାହିତ୍ୟକୁ ଭଲ ପାଆନ୍ତୁ, ମଣିଷକୁ ଭଲ ପାଆନ୍ତୁ, ନିଜର ମଣିଷ ପଣିଆ ରଖନ୍ତୁ ଏବଂ ସତ୍ୟ ପଥରେ ଚାଲନ୍ତୁ, ଏତିକି ମୋର ବାର୍ତ୍ତା ରହିବ। ସମସ୍ତେ ନିରୋଗ ରୁହନ୍ତୁ, ଏହା ହିଁ ମୋର ପୂର୍ଣ୍ଣ ଆଶା ଏବଂ ବିଶ୍ୱାସ। ଧନ୍ୟବାଦ। କନ୍ଧମାଳରୁ ନୃସିଂହାନନ୍ଦ ମହାପାତ୍ର, ପ୍ରତିଷ୍ଠାତା କମଳା ସାହିତ୍ୟ ପ୍ରକାଶନୀ।